जय श्री जगन्नाथ भाई मैंने सर्वप्रथम गुरुदेव गणपति को जगतम प्रणाम करी आज आम आस्ट्रो सेशन को गोड़ेवा आस्ट्रो सेशन क्रम आम जो पंचांगर सीरीज करते पंचांगर देखा केमती कौन से विषय आम गोटे अवधारणा नवा योगर मैं ऑलरेडी आप डिटेलली मानसगिरी पद्धति विषय रे पूरा क्लियरली पढ़ीचे बट एबे आमे डिटेलली न जाइकी योगरु कौन आमे देखिबा कुंडली रु से जिनसटा को ऊपर गोटा ब्रीफ एनालिसिस नवा सो आपण मानकु कहि रखे जे ଏଇଟା ଟିକେ ଲାଗିବ ଆପଣ ମାନେ ଟିକେ ଦୟାକରି ମନେ ରଖିବେ ମାନେ ଦୟାକରି ମନେ ରଖିବେ ନାହିଁ ବାସ୍ 9ଟା ଜିନିଷକୁ ଭଲସେ ମନେ ରଖିଥିଲେ ଆଉ ବାକି ମନେ ରଖିବା କିଛି ଆବଶ୍ୟକତା ନାହିଁ ତ ଚାଲନ୍ତୁ ଷ୍ଟାର୍ଟ କରିବା। ଯୋଗ ଯୋଗ ହଉଛି ଏଇଟା ଏଇଟା ରିଲେଟେଡ ଟୁ ପଞ୍ଚାଙ୍ଗ। ଯେମିତି ତିଥି ପଢେଇଥିଲି ତିଥି ଗୋଟେ ଦିନ ରହୁଥିଲା ଠିକ ଅଛି ନା ସେମିତି ଏଇଟା ବି ସୂର୍ଯ୍ୟ ସବୁ କଥା ସୂର୍ଯ୍ୟ ଚନ୍ଦ୍ର ଉପରେ ଡିପେଣ୍ଡ କରେ। ସୂର୍ଯ୍ୟ ଓ ଚନ୍ଦ୍ରର ଲଙ୍ଗିଚୁଡିନାଲ ଡିଷ୍ଟାନ୍ସ 13 डिग्री 20 मिनिट କୁ ଦେଇକି ୟାକୁ କାଲକୁଲେଟ କରାଯାଏ। ଏଇ ଯୋଗରୁ ଆମେ କଣ ଦେଖୁ ନା ତାର ପର୍ସନାଲିଟି ଟା କେଉଁ ଭଳିଆ ହବ ତାର ବ୍ୟକ୍ତିତ୍ବ ଠିକ ଅଛି ନା କଣ ହାତ ବାଜିଲା ଆଉ। ଠିକ ଆସୁଛି ତ ସ୍କ୍ରିନ ଆସୁଛି ତ ହୁଁ। ହଁ ପର୍ସନାଲିଟି ଟା କଣ ହବ ଆଉ କଣ ହବ ତାର ଭାଗ୍ୟ କେମିତି ଭାବରେ ଫଳିତ ହବ। ମୁଁ କହିଛି ଯୋଗ ରିଲେଟେଡ ଟୁ ଆକାଶ ତତ୍ଵ ବିନା ଆକାଶ ତତ୍ଵର ଦେବତା ହଉଛନ୍ତି ଜୁପିଟର। ଜୁପିଟର ୱାନ୍ସ କିଏ ଖରାପ କରିଦେଲା କୁଣ୍ଡଲିରେ ତାକୁ ଆଉ ନଅ ଗ୍ରହ ପାଇଁ ଭାବିବା ଦରକାର ନାହିଁ ତାର ସବୁ କିଛି ଗଲା କାରଣ ଜୁପିଟର କୁ କୁହାଯାଏ ଡିଭାଇନ ବ୍ଲେସିଂ। ଠିକ ଅଛି ନା ଭାଇ ଜୁପିଟର କୁ ହୁଁ। କୁହାଯାଏ ଡିଭାଇନ ବ୍ଲେସିଂ। ଯୋଉ ଡିଭାଇନ ବ୍ଲେସିଂ ଟା ଫଳିତ ହବ କୁ କୁହାଯାଏ ଭାଗ୍ୟ ଏବଂ ସେଇଟା ସୁଯୋଗ ଥିଲେ ଫଳିତ ହୁଏ ଦୁର୍ଯୋଗ ଥିଲେ ମୁହଁରୁ ଖାଇବା ପଳାଏ। ଏଇଟା କ୍ଲିୟର ହେଇଯାଉ ତେଣୁ ଯୋଗର ମାହାତ୍ମ୍ୟ ଏତେ ଭାଗ୍ୟମ ଫଲନ୍ତି ସର୍ବତ୍ର ନ ଚ ବିଦ୍ୟାମ ନ ଚ ପୌରୁଷମ। ଭାଗ୍ୟ ସର୍ବତ୍ର ଫଳିତ ହୁଏ ନା ବିଦ୍ୟା ଫଳିତ ହୁଏ ନା ପୌରୁଷ ଫଳିତ ହୁଏ। ତ ଯଦି ଆମେ 360 डिग्री କୁ ସନ୍ ମୁନ୍ ର ଲଙ୍ଗିଚୁଡିନାଲ ରେ ଆମର ଟୋଟାଲ 27 ଯୋଗ ଅଛି ବୋଲି 27 ପ୍ରକାର ଯୋଗ ଅଛି ବୋଲି ମହର୍ଷି ପରାଶର କହିଛନ୍ତି। ଯଦି ଆମେ 360 डिग्री ବା 27 କରିବା ତାହେଲେ ଆମେ ପାଇବା ଯେ 13 डिग्री 20 मिनिट ର ଗୋଟେ ଯୋଗ ମେଣ୍ଟେନ ହୁଏ। ଏବଂ ଏଥିରୁ ଆମେ କଣ କଣ ଜାଣିଲେ ପର୍ସନାଲିଟି ଜାଣୁଛେ ଭାଗ୍ୟ ଜାଣୁଛେ ଏବଂ ଜୀବନର ଘଟଣାବଳୀ କିଭଳି ଭାବରେ ରହିବ ଘଟିତ ହବ କି ନାହିଁ ଆଉ ଯଦି ଘଟିତ ହବ ତାକୁ ଇଜିଲି ଘଟିତ ହବ କି କଷ୍ଟ କରିବାକୁ ପଡିବ ଏତିକି ଯାଇ କ୍ଲିୟର। ହୁଁ। ଏବେ ନେକ୍ସଟ ଦେଖିବା କଣ କଣ ଯୋଗ ଅଛି। ଯୋଗ ହଉଛି 27 ପ୍ରକାର। ଗୋଟେ ହଉଛି ଶୁଭ ଯୋଗ ଆଉ ହଉଛି ଅଶୁଭ ଯୋଗ। ତ ଶୁଭ ଯୋଗ ଅଣ୍ଡାରେ କୋଉ କୋଉ ଯୋଗ ଗୁଡାକ ଆସିଲା ନା ପ୍ରୀତି ଆୟୁଷ୍ମାନ ଶୋଭନ ସୌଭାଗ୍ୟ
ସୁକର୍ମ, ଧୃତି, ବୃଦ୍ଧି, ହର୍ଷଣ, ଇନ୍ଦ୍ର, ବ୍ରହ୍ମା, ଶୁକ୍ଳ, ଶୁଭ, ସାଧ୍ୟ, ସିଦ୍ଧ, ଶିବ, ବରିୟାଣ, ସିଦ୍ଧି। ତ କେତେ ହେଲା? 7, ଏଟା ହବ 8, ଏଟା ହବ 9, 10, 11, 12, 13, 14, 15, 16, 17। ତ 17ଟା ଆମର ପଳେଇଲା ଶୁଭ ଯୋଗ। ଏଇ ସବୁ ଯୋଗରେ ଯଦି ତମେ ମାନେ ଜନ୍ମ ହେଇଛ, ତାହେଲେ ତୁମ କୁଣ୍ଡଳୀରେ ଯୋଉ ଯୋଗ ଗୁଡାକ ପ୍ଲାନେଟ ମାନେ ଫର୍ମେସନ କରୁଛନ୍ତି, ହଂସ ପଞ୍ଚ ମହାପୁରୁଷ ଯୋଗ, ରୁଚକ ପଞ୍ଚ ମହାପୁରୁଷ ଯୋଗ, ବିପରୀତ ରାଜଯୋଗ, ଆଉ ଧନ ଯୋଗ, ଆଉ ଭଲ ଭଲ ଯୋଉ ସୁଯୋଗ ଗୁଡାକ ଅଛି, ଯୋଉଗୁଡାକ ପ୍ଲାନେଟ ମାନେ ଫର୍ମେସନ କରୁଛନ୍ତି, ସେମାନଙ୍କର ଫଳିତ, ସେଇ ଯୋଗଟା କେତେ ମାତ୍ରାରେ ଫଳିତ ହବ, ସେଗୁଡାକ ସବୁ ଏଇ ଶୁଭ ଯୋଗ ଉପରେ ଡିପେଣ୍ଡ କରେ, ତମେ ଯଦି ଏଇ ଶୁଭ ଯୋଗରେ ଜନ୍ମ ହେଇଛ ତ। ଅଶୁଭ ଯୋଗ କୋଉ କୋଉ ଗୁଡାକ ଭାଇ? ନା, ପ୍ରଥମେ ଆସିଲା ବୈଧୃତି, ପରିଘ, ବ୍ୟତିପାତ, ବ୍ୟାଘାତ, ବଜ୍ର, ଗଣ୍ଡ, ଅତିଗଣ୍ଡ, ଶୂଳ, ବିଷ୍କୁମ୍ଭ। ଏଟା କେତେ ହେଲା? 17 ହେଲେ ଏଟା ହେଲା 1, 2, 3, 4, 5, 6, 7, 8, 9। ଆଉ ଗୋଟେ ଛାଡିଲି କି? 1, 2, ଗୋଟେ କିଛି ଛାଡିଲା ଭଳିଆ ମତେ ଲାଗୁଛି ବୋଧେ। 1, 2, 3, 4, 5, 6, 7, 8, 9, 10, 11, 12, 13, 14, 15, 16, 17। ତୃତୀୟ ଆୟୁଷ୍ମାନ, ସୌଭାଗ୍ୟ, ଶୋଭନ, ସୁକର୍ମ, ଧୃତି, ବୃଦ୍ଧି। ଏଇ 27 ତ ହଉନି, ମତେ କାଇଁ ଲାଗୁନି ହେଲା, କୋଉଠି କୋଉଠି କଣ ଛାଡି ଯାଇଛି ବୋଧେ। ନା, କାଉଣ୍ଟିଂ ରେ ଭୁଲ କରିଦେଇଛି କୋଉଠି। 1, 2, 3, 4, 5, 6, 7, 8, 9, 10, 11, 12, 13, 14, 15, 16, 17। 17 ନ କେତେ ହଉଛି କି? 17 ନ 26 ହଉଛି ନା। 27ଟା ଯୋଗ ମୁଁ ଗୋଟେ ଛାଡି ଦେଇଛି। କଣ ଛାଡିଛି? ଶୁଭ, ସାଧ୍ୟ, ଶିବ, ବରିୟାଣ, ସିଦ୍ଧି। ଓହୋ, ସିଦ୍ଧ ଗୋଟେ ଯୋଗ ଅଛି, ଆଉ ଗୋଟେ ସିଦ୍ଧି ଗୋଟେ ଯୋଗ ଅଛି। ସରି, ଏଇଠି ଆଉ ଗୋଟେ ଛାଡିଗଲି, ସେ କନଫ୍ୟୁଜନ ରେ ଛାଡି ଯାଇଛି। ସିଦ୍ଧ ଗୋଟେ ଯୋଗ ମୁଁ ଲେଖିଛି, ସିଦ୍ଧ, ବଟ ଆଉ ଗୋଟେ ଯୋଗ ଅଛି ସିଦ୍ଧି। ତେଣୁ ଏବେ ହେଇଗଲା 27। ସିଏ ଗଲା ଇଏ ଶୁଭ ଯୋଗକୁ ଭାଇ ଦେଖନି, ଇଏ ଶୁଭ ଯୋଗ, ଏଇ 9ଟାକୁ ତ ମନେ ରଖିଦିଅ। ବାପ, ଏଇ 9ଟାରେ ଯଦି କିଏ ଜନ୍ମ ହେଇଛି, ତାର ଯେତିକି ପ୍ଲାନେଟ ମାନେ ଯୋଉ ଯୋଗ ଫର୍ମେସନ କରୁଛନ୍ତି, ବିଭିନ୍ନ ପ୍ରକାର ଯୋଗ ଯୋଉଗୁଡାକ ପ୍ଲାନେଟ ମାନେ ଫର୍ମେସନ କରୁଛନ୍ତି, ଇଏ ଫଳିତ ହବ ବା ଲେଟରେ ଫଳିତ ହବ। କାହାର ରୁଚକ ପଞ୍ଚମହାପୁରୁଷ ଯୋଗୀ, କାହାର ଧନ ଯୋଗ ଅଛି, ବୈଧୃତି ଯୋଗରେ ସେ ଜନ୍ମ ହେଇଛି, ଧନ ଯୋଗ ଅଛି, ଦେଖିଲା ବେଳକୁ ତାକୁ ଧନ ମିଳିବନି। ହଁ। ମୋ ପଏଣ୍ଟ ବୁଝିପାରୁଛ? ତମେ ଏଇ ହୁଁ 9ଟାକୁ ଭଲସେ ମନେ ରଖିଦିଅ। ତମେ ଯଦି ପଞ୍ଚାଙ୍ଗ ଦେଖୁ ଦେଖୁ ବୈଧୃତି, ପରିଘ, ବ୍ୟତିପାତ, ବ୍ୟାଘାତ, ବଜ୍ର, ଗଣ୍ଡ, ଆଉ ଏଇଟା ହେଲା ସବୁଠୁ ବେକାର ଯୁଗ। ଏଇଟା ହେଲା ସବୁଠୁ ହିଁ ବେକାର। ମୁଁ ଆଜି ଏଇଟା ଗୋଟେ ବିଷ୍କୁମ୍ଭ ଗୋଟେ, ଆଉ ଅତିଗଣ୍ଡ ଗୋଟେ ହେଲା, ବିଷ୍ଣୁ। ହଁ, ଆଉ ଗୋଟେ ହେଲା ବ୍ୟତିପାତ, ବ୍ୟାଘାତ।
ଏ ତିନିଟା ହୁଁ ଏ ତିନିଟା ଭାଇ ମୁଁ ଆଜି ଯେପର୍ଯ୍ୟନ୍ତ ଯେତିକି ଲୋକଙ୍କର ଦେଖିଛି ତାଙ୍କର ଯେତେ ଭଲ କୁଣ୍ଡଲି ହେଲେ ବି ତାଙ୍କୁ ସେମାନେ ପ୍ରୋବ୍ଲେମ ଫେସ୍ କରିଛନ୍ତି। ଆଉ ଏମାନଙ୍କର ସଡନ ପ୍ରୋବ୍ଲେମ ଆସେ, ମାନେ ଏଟାଙ୍କର ଆଉଟ ଅଫ୍ ନଥିଙ୍ଗ ପ୍ରୋବ୍ଲେମ ପପ୍ ଆଉଟ ହୁଏ। ଏମାନେ ସବୁବେଳେ ଭୁଲ କରନ୍ତି ବସିକି। ହୁଁ ଠିକ ଅଛି ନା, ଏଇ 9ଟା ଯୋଗ ତ ମନେ ରଖ। ତ ଏଇ 9ଟା ଯୋଗ ମନେ ରଖିଲେ କଣ ହବ ଭାଇ, ନା ଏଇ 9ଟା ଯୋଗ ମନେ ରଖିଲେ ମହର୍ଷି ପରାଶର ତାର ଯୋଉ ରିମେଡି ଦେଇଛନ୍ତି ତାକୁ କହିବ, ସେଟାକୁ ଫଲୋ କର, ନହେଲେ ତୋର କୌଣସି ପ୍ରକାରର ଯୋଗ, ଯେତିକି ଯୋଗ ତୋତେ ନାରାୟଣ ଦେଇଛନ୍ତି ତୋ କୁଣ୍ଡଳୀରେ, ସେ ଯୋଗ ତୋର ଫର୍ମେସନ ହବ ନାହିଁ। ଧର କାହାର ଜୁପିଟର ମୁନ କୁ ଦେଖିଲା, ଗଜା କେଶରୀ ଯୋଗଟା ଫର୍ମେସନ ହେଲା, ଦେଖିଲା ବେଳକୁ କିଛି ନାହିଁ, ଖାଲି ମାଦିଆ ହେଇଗଲା ପରେ ତମେ ତାକୁ କୁଣ୍ଡଲି ଦେଖିକି କହିଚାଲିବ, ଏରେ ବାପ ତୋର କି ଯୋଗ ଅଛି ବୋଉଲୋ, ମାନେ ଲକ୍ଷ୍ମୀ ଯୋଗ, ଶିବ ଯୋଗ, ରାଜତୁଲ୍ୟ ଯୋଗ, ଗୁଣରାଜ୍ୟ ଯୋଗ, ମହାରାଜ ଯୋଗ, ଇନ୍ଦ୍ରତୁଲ୍ୟ ଯୋଗ, ଏଇ କେତେ ପ୍ରକାର ଯୋଗ ଅଛି କହିଲ, କୁବେର ଯୋଗ, ରାଜାଧିରାଜ ଯୋଗ, ସବୁ ଦେଖିଦେଲ, ସବୁ ଦେଖିଦେଲ କି ବଢିଆ ବଢିଆ ଅଛି, କିନ୍ତୁ ଏଇ ଯୋଗ ଯଦି ତମର ନିତ୍ୟ ଯୋଗରେ ପ୍ରୋବ୍ଲେମ ଅଛି ତାହେଲେ ହରିବନି, ହେବନି, ଭୁଲିଯା ଭାଇ, ଫରଗେଟ ଇଟ। କ୍ଲିୟର? ହଁ ତେଣୁ ମୁଁ କଣ କହିଲି ଏବେ ବୁଝିପାରିଲ? ହୁଁ ତେବେ ଆଜିର ସେସନରେ ଆମେ ନିତ୍ୟ ଯୋଗ ବିଷୟରେ ଜାଣିଲେ, ନିତ୍ୟ ଯୋଗର ଉପାଦେୟତା ବିଷୟରେ ଜାଣିଲେ, କୋଉ କୋଉ 9ଟା ଯୋଗ ଥିଲେ ମଣିଷକୁ ଷ୍ଟ୍ରଗଲ କରିବାକୁ ପଡେ ସେ ବିଷୟରେ ଜାଣିଲେ। ଆଜିର ସେସନ ପାଇଁ ଏତିକି। ହଁ, ୟାର ରିମେଡିଟା ବହୁତ ବଡ ଲମ୍ବାଟା, ମୁଁ ଏଥିରେ କହିବାକୁ ଚାହୁଁନି। ଠିକ ଅଛି, ତାକୁ କେବେ ପରେ ସେସନ ନବା ଯେତେବେଳେ ରିମେଡି ପଢେଇବା। ତ ଆଜିର ସେସନ ପାଇଁ ଏତିକି, ସମସ୍ତଙ୍କୁ ଜୟ ଶ୍ରୀ ଜଗନ୍ନାଥ।